ଆଜିର ପଞ୍ଚାଙ୍ଗ ଆଜି 2026 ଅଗଷ୍ଟ ମାସ 17 ତାରିଖ ଓଡ଼ିଆ ଭାଦ୍ରବ ମାସ ପ୍ରଥମ ଦିନ ସୋମବାର ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଯାହା ସନ୍ଧ୍ୟା 6:41 ପର୍ଯ୍ୟନ୍ତ ରହୁଛି। ତାପରେ ଷଷ୍ଠୀ ତିଥି ଆରମ୍ଭ ହଉଛି। ଆଜି ହସ୍ତା ନକ୍ଷତ୍ର ଯାହା ପ୍ରାପ୍ତ 6:22 ପର୍ଯ୍ୟନ୍ତ ରହୁଛି। ତାପରେ ଚିତ୍ରା ନକ୍ଷତ୍ର ଆରମ୍ଭ ହଉଛି। ଆଜି କନ୍ୟା ରାଶିରେ ଚନ୍ଦ୍ର ଯାହାକି ସନ୍ଧ୍ୟା 6:37 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର ତୁଳା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି ଯାହା ପ୍ରାପ୍ତ 5:25 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:11। ଆଜି ଯୁଗ୍ନି ରହିଛି ଦକ୍ଷିଣ ଦିଗେ ସନ୍ଧ୍ୟା 6:41 ପରେ ଯୁଗ୍ନି ପଶ୍ଚିମ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ବୃଷ ରାଶି ବ୍ୟକ୍ତିଙ୍କର ଯାହା ସନ୍ଧ୍ୟା 6:37 ପର୍ଯ୍ୟନ୍ତ। ତାପରେ କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଯାହାକି କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ପଞ୍ଚମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ବେଲ ତତ୍ସହିତ ନିମ ଭୋଜନ ନିଷେଧ ରହିଛି ଏବଂ ରବି ସଂକ୍ରାନ୍ତି ଯୋଗୁଁ ଆପଣ ମାନେ ଆମିଷ ଭୋଜନ ନିଷେଧ ସହିତ ହଳ ମଧ୍ୟ ନିଷେଧ ରହିଛି। ଆଜି ହଉଛି ସିଂହ ସଂକ୍ରାନ୍ତି। ତେବେ ଏହି ସିଂହ ସଂକ୍ରାନ୍ତି ଯାହାକି ପୂର୍ଣ୍ଣ କାଳ ରହିଛି ଅପରାହ୍ନ 5:25 ଠାରୁ ସନ୍ଧ୍ୟା 6:11 ମଧ୍ୟରେ, ଯାହାକି ପୂର୍ଣ୍ଣକାଳ ସଂକ୍ରାନ୍ତି ରହିଛି। ତେଣୁ ପୂର୍ଣ୍ଣକାଳ ସଂକ୍ରାନ୍ତି କୃତ ସ୍ନାନ ଦାନ ବ୍ରତ ଉପବାସ କରିବା ସହିତ ଗ୍ରହେ ଆପଣ ବ୍ରହ୍ମାଣ୍ଡ ମାନଙ୍କ ଦ୍ଵାରା ସଂକ୍ରାନ୍ତି ବିହିତ ଗ୍ରହ ଓ ହୋମ ପୂଜା କରିପାରିବେ। ଆଜିର ଅଶୁଭ ବେଳା ଯାହା ଦିବା 6:59 ରୁ ଦିବା 8:40 ମଧ୍ୟ ରହିଛି କାଳ ବେଳା ସହିତ ରାହୁ କାଳ। ସେହିଭଳି ଦିବା 2:54 ରୁ ଦିବା 4:28 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 10:23 ରୁ ରାତ୍ରି 11:57 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 10:17 ରୁ ଦିବା 12:41 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:58 ରୁ ରାତ୍ରି 2:11 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ।